ସ୍ମୃତିର ସବୁଜ ସ୍ୱାକ୍ଷର ଜଣେ ଭଉଣୀର ଅଭିନବ ଶ୍ରଦ୍ଧାଞ୍ଜଳି। ସମ୍ବଲପୁର ସହରର ପଟ୍ଟନାୟକପଡ଼ା। ସାଧାରଣତଃ ଶ୍ରାଦ୍ଧ କର୍ମ କହିଲେ ଆମେ ବେଦ ମନ୍ତ୍ରର ଉଚ୍ଚାରଣ, ପିଣ୍ଡଦାନ ଏବଂ ଭୋଜି ଭାତକୁ ବୁଝିଥାଉ। କିଛିଦିନ ପୂର୍ବରୁ ସମ୍ବଲପୁର ପଟ୍ଟନାୟକପଡ଼ାରେ ଏକ ଦୁଃଖଦ ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଗୋଟିଏ ଦିନ ବ୍ୟବଧାନରେ ଗୋଟିଏ ଘରର ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିଲା। କଥାରେ ଅଛି, ବିଧିର ବିଧାନ କେ କରିବ ଆନ। ଆଜି ନିରଞ୍ଜନ ଏବଂ ଶ୍ରୀରଞ୍ଜନଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ ଏଠାରେ ଦେଖିବାକୁ ମିଳିଥିଲା ଏକ ନିଆରା ଓ ଭାବ ବିହ୍ୱଳ ଦୃଶ୍ୟ, ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବା ସହ ମନରେ ଏକ ନୂତନ ଆଶା ଯୋଗାଇଥିଲା। ସ୍ମୃତି ଯେବେ ସବୁଜ ହୁଏ। ପରିବାରର ଦୁଇ ପ୍ରିୟ ସଦସ୍ୟଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଆୟୋଜିତ ଏହି ପବିତ୍ର ଅବସରରେ ଭଉଣୀ ପ୍ରଜ୍ଞା ପଟ୍ଟନାୟକ ଏକ ମହତ ସଂକଳ୍ପ ନେଇଥିଲେ। ସେ ଚାହୁଁନଥିଲେ ଯେ ତାଙ୍କ ଭାଇଙ୍କ ସ୍ମୃତି କେବଳ ଫଟୋ ଫ୍ରେମ୍ ଭିତରେ ସୀମିତ ରହୁ। ସେ ଚାହୁଁଥିଲେ ସେମାନଙ୍କ ନାମ ଜୀବନ୍ତ ହୋଇ ରହୁ, ବଢ଼ୁଥାଉ ଏବଂ ସମାଜକୁ କିଛି ଦେଉଥାଉ। ଏହି ଚିନ୍ତାଧାରାକୁ ନେଇ ସେ ଗଙ୍ଗା ଶ୍ରାଦ୍ଧକୁ ଆସିଥିବା ପ୍ରତିଟି ଅତିଥିଙ୍କୁ ଗୋଟିଏ ଗୋଟିଏ ଜୀବନ୍ତ ଚାରା ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଚାରା ମଧ୍ୟରେ ଭାଇଙ୍କୁ ଖୋଜିବା। ଯେତେବେଳେ ପ୍ରଜ୍ଞା ଜଣକ ପରେ ଜଣେ ଅତିଥିଙ୍କୁ ସେହି କଅଁଳ ଚାରାଟି ଟେକି ଦେଉଥିଲେ, ତାଙ୍କ ଆଖିରେ ଥିଲା ଅଜସ୍ର ସ୍ମୃତି। ସେ କହିଥିଲେ, ମଣିଷ ଶରୀର ତ ପଞ୍ଚଭୂତରେ ବିଲୀନ ହୋଇଯାଏ, କିନ୍ତୁ ଯେତେବେଳେ ଏହି ଚାରାଟି କାହା ଅଗଣାରେ ଗଛ ହୋଇ ବଢ଼ିବ, ସେତେବେଳେ ତାର ଶୀତଳ ଛାଇରେ ମୁଁ ମୋ ଭାଇଙ୍କ ସ୍ନେହକୁ ଅନୁଭବ କରିବି। ଏହି ଗଛଟି ଯେତେବେଳେ ଅମ୍ଳଜାନ ଦେବ, ସେଥିରେ ମୋ ଭାଇଙ୍କ ନିଶ୍ୱାସ ପ୍ରଶ୍ୱାସ ସ୍ପନ୍ଦିତ ହେବ। ଆଜିକାଲିର ଦୁନିଆରେ ଯେଉଁଠି ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି, ସେଠାରେ ଜଣେ ଭଉଣୀର ଏହି ପ୍ରୟାସ କେବଳ ପରିବାର ପ୍ରତି ଭଲ ପାଇବା ନୁହେଁ, ବରଂ ଧରିତ୍ରୀ ମା ପ୍ରତି ଥିବା କର୍ତ୍ତବ୍ୟକୁ ମଧ୍ୟ ଦର୍ଶାଉଛି। ଉପହାର ପାଇଥିବା ପ୍ରତିଟି ବ୍ୟକ୍ତି ସେହି ଚାରାଟିକୁ ନିଜ ବାଡ଼ିରେ ଲଗାଇ ତାକୁ ବଡ଼ କରିବାର ଶପଥ ନେଇଥିଲେ। ସମସ୍ତେ ଏକ ସ୍ୱରରେ ସ୍ୱୀକାର କରିଥିଲେ ଯେ ଆତ୍ମୀୟଙ୍କ ପ୍ରତି ଏହାଠାରୁ ବଳି ସୁନ୍ଦର ଓ ଅମର ଶ୍ରଦ୍ଧାଞ୍ଜଳି ବୋଧହୁଏ ଆଉ କିଛି ହୋଇନଥାନ୍ତା। ପଟ୍ଟନାୟକପଡ଼ାରୁ ଆରମ୍ଭ ହୋଇଥିବା ଏହି ସବୁଜ ସ୍ମୃତିର ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ମୃତ୍ୟୁ ଶେଷ ନୁହେଁ, ବରଂ ଏକ ସବୁଜ ଜୀବନର ଆରମ୍ଭ ହୋଇପାରେ। ଏହା ପ୍ରଜ୍ଞା ପଟ୍ଟନାୟକ ଆଜି ସମସ୍ତଙ୍କୁ ବୁଝାଇ ଦେଇଛନ୍ତି। ସମ୍ବଲପୁରରୁ ରୋଶନୀ ବାବୁଙ୍କ ରିପୋର୍ଟ, ଓଡ଼ିଆ ଅସ୍ମିତା।